ଆଜି ବର୍ତ୍ତମାନ ଆମେମାନେ ଗୋମୁଖାସନ ବିଷୟରେ ଆମର ଶରୀର ପକ୍ଷେ ସେହି ଆସନଟି କେତେ ଲାଭଦାୟକ ସେହି ସମ୍ପର୍କରେ ଦେଖିବା। ଏହି ଆସନ ରକ୍ତଚାପ, ଅଣ୍ଡକୋଷ ବୃଦ୍ଧି ଏବଂ ସ୍ତ୍ରୀମାନଙ୍କ ପ୍ରଦତ୍ତ ରୋଗ ପାଇଁ ଅତ୍ୟନ୍ତ ଲାଭଦାୟକ। ଏହି ଆସନ ଶରୀରର ହସ୍ତ, ପାଦ, ଅଣ୍ଟା, ସ୍କନ୍ଧ ଦେଶ ପ୍ରଭୃତିକୁ ବିଶେଷ ଭାବରେ ହୃଷ୍ଟପୃଷ୍ଟ କରେ। ଶ୍ୱାସ ରୋଗୀଙ୍କ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ। ଚକ୍ଷୁର ଦୃଷ୍ଟିଶକ୍ତି ଏହା ଦ୍ୱାରା ବୃଦ୍ଧି ପାଏ। ବିଧି: ବାମ ଗୋଡ଼ର ଆଣ୍ଠୁକୁ ମୋଡ଼ିବା ସଙ୍ଗେ ସଙ୍ଗେ ପଛପଟରେ ଏପରି ଭାବରେ ରଖ ଯାହାଫଳରେ ଗୋଇଠି ଗୁହ୍ୟଦ୍ୱାର ନିକଟରେ ରହିବ ଓ ପାଦ ପଛପଟେ ପ୍ରସାରିତ ହୋଇ ରହିବ। ତାପରେ ଡାହାଣ ଗୋଡ଼କୁ ଆଣ୍ଠୁଠାରୁ ମୋଡ଼ି ବାମ ଗୋଡ଼ ଉପରପଟେ ଏପରି ଆଣିବାକୁ ହେବ ଯାହାଫଳରେ ଗୁଲ୍ଫ, ନିତମ୍ବ ଓ ଜଙ୍ଘର ମଧ୍ୟସ୍ଥଳୀକୁ ସ୍ପର୍ଶ କରୁଥିବ। ତାପରେ ଯେଉଁ ଗୋଡ଼ ଉପରି ଭାଗରେ ଥିବ ସେପଟର ହାତକୁ ଉପରକୁ ମୋଡ଼ି ଅନ୍ୟ ହାତ ସହିତ ଛନ୍ଦି କରି ରଖିବାକୁ ହେବ। ପ୍ରଦତ୍ତ ଚିତ୍ର ପରି କରିବାକୁ ହେବ। ଶ୍ୱାସ ପ୍ରଶ୍ୱାସ ସାମାନ୍ୟ ଭାବେ ଯାତାୟତ କରିବ। ଦୃଷ୍ଟିକୁ ସରଳ କରି ରଖିବାକୁ ହେବ। କଟି ପ୍ରଦେଶ ମଧ୍ୟ ଯେପରି ସରଳ ଭାବରେ ରହିବ ତା ପ୍ରତି ସତର୍କତା ଅବଲମ୍ବନ କର।